आकाशवाणी संवाद पढ़ुछंती चंदन घोष। मुख्य संवाद। प्रधानमंत्री नरेंद्र मोदी आज महाराष्ट्र गस्त करी विभिन्न उन्नयनमूलक प्रकल्पर करिवे शिलान्यास और लोकार्पण। वासिमठारे पीएम किसान सम्मान निधि योजनार हिताधिकारी प्रदान करिवे 18तम किस्ती। विश्वर विभिन्न स्थान में 5टी सेमिकंडक्टर प्लांट स्थापन करिवो भारत, कहिले प्रधानमंत्री। 90 आसन विशिष्ट हरियाणा विधानसभा निर्वाचन लगी एकक पर्याय मतदान प्रक्रिया जारी। छत्तीसगढ़ नारायणपुर जिले में सुरक्षाकर्मी गुली विनिमय 28 माओवादी निहत एवं इज्राएल विमान आक्रमण में वेस्ट बैंक सहर में 18 मृत। प्रधानमंत्री नरेंद्र मोदी आज महाराष्ट्र गस्त करी विभिन्न उन्नयनमूलक प्रकल्पर शिलान्यास और लोकार्पण करिवे। এই অবসରରେ ପ୍ରଧାନମନ୍ତ୍ରୀ ୱାସିମଠାରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 18ତମ କିସ୍ତି ହିତାଧିକାରୀଙ୍କୁ ପ୍ରଦାନ କରିବେ। ଏହାଦ୍ୱାରା ପ୍ରାୟ 9 କୋଟି 40 ଲକ୍ଷ କୃଷକ ଉପକୃତ ହେବେ। ଏହି କିସ୍ତି ଜାରି ହେବା ପରେ ପିଏମ୍ କିଷାନ ଯୋଜନା ଅଧୀନରେ କୃଷକଙ୍କୁ ପ୍ରଦାନ କରାଯାଇଥିବା ମୋଟ ପାଣ୍ଠିର ପରିମାଣ ପ୍ରାୟ 3.45 ଲକ୍ଷ କୋଟି ଟଙ୍କା ହେବ। ଏତଦ୍‌ବ୍ୟତୀତ କୃଷକଙ୍କୁ ସଶକ୍ତ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ନମୋ ସେତକାରୀ ମହାସମ୍ମାନ ନିଧି ଯୋଜନାର 5ମ କିସ୍ତିର ମଧ୍ୟ ଆଜି ଶୁଭାରମ୍ଭ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ 7500ରୁ ଅଧିକ କୃଷିଭିତ୍ତିକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ। 1920 କୋଟି ଟଙ୍କାରୁ ଅଧିକ ମୂଲ୍ୟର କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ଏହିସବୁ ପ୍ରକଳ୍ପ ନିର୍ମାଣ କରାଯାଇଛି। ସେହିଭଳି ପ୍ରାୟ 1300 କୋଟି ଟଙ୍କାର ମିଳିତ କାରବାର କରୁଥିବା 9200 କୃଷକ ଉତ୍ପାଦକ ସଂଗଠନକୁ ଶ୍ରୀ ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର କାର୍ଯ୍ୟକ୍ରମ ରହିଛି। ଏତଦ୍‌ବ୍ୟତୀତ ପ୍ରଧାନମନ୍ତ୍ରୀ ସହରୀ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ଲାଗି ପ୍ରମୁଖ ମେଟ୍ରୋ ଓ ସଡ଼କ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ସେଥିମଧ୍ୟରେ ପ୍ରାୟ 13120 କୋଟି ଟଙ୍କା ମୂଲ୍ୟର ମୁମ୍ବାଇ ମେଟ୍ରୋ ଲାଇନ୍, 9ଟି ଅଣ୍ଡରଗ୍ରାଉଣ୍ଡ ସମେତ 10ଟି ଷ୍ଟେସନ ଅନ୍ତର୍ଭୁକ୍ତ। ଏହାଦ୍ୱାରା ପ୍ରାୟ 12 ଲକ୍ଷରୁ ଊର୍ଦ୍ଧ୍ୱ ଯାତ୍ରୀ ଉପକୃତ ହୋଇପାରିବେ। ସେହିଭଳି 12200 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଥାନେ ଇଣ୍ଟିଗ୍ରାମ ରିଙ୍ଗ ମେଟ୍ରୋ ରେଳ ପ୍ରକଳ୍ପର ମଧ୍ୟ ଆଜି ଶ୍ରୀ ମୋଦି ଶିଳାନ୍ୟାସ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକେ ସିଂ ମେଟ୍ରୋ ଷ୍ଟେସନରୁ ମୁମ୍ବାଇର ଆର୍ଏ ଜେଭିଏଲ୍ଆର୍ ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଟ୍ରୋ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏଥିସହିତ ବିକେସି ଓ ସାନ୍ତାକ୍ରୁଜ୍ ଷ୍ଟେସନ ମଧ୍ୟରେ ଶ୍ରୀ ମୋଦି ମେଟ୍ରୋରେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଏତଦ୍‌ବ୍ୟତୀତ 2550 କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ନାଭି ମୁମ୍ବାଇ ଏୟାରପୋର୍ଟ ଇନଫ୍ଲୁଏନ୍ସ ନୋଟିଫାଏଡ୍ ଏରିଆ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଲାଗି ଶିଳାନ୍ୟାସ ପ୍ରଧାନମନ୍ତ୍ରୀ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ଥାନେ ପୌର ମହାନିଗମ ଲାଗି ଶିଳାନ୍ୟାସ କରିବେ। ଏଥିଲାଗି ପ୍ରାୟ 700 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଭାରତ ବିଶ୍ୱର ବିଭିନ୍ନ ସ୍ଥାନରେ 5ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଆୟୋଜିତ କୌଟିଲ୍ୟ ଇକୋନୋମିକ୍ କନକ୍ଲେଭର ତୃତୀୟ ସଂସ୍କରଣକୁ ସମ୍ବୋଧନ କରିବାର ଅବସରରେ ସେ ଏହା କହିଛନ୍ତି। ସେ କହିଛନ୍ତି ବିଶ୍ୱର କୋଣ ଅନୁକୋଣରେ ମେଡ୍ ଇନ୍ ଇଣ୍ଡିଆ ଚିପ୍ସ ଉପଲବ୍ଧ କରାଇବା ପ୍ରକ୍ରିୟା ମଧ୍ୟ ଭାରତ ଆରମ୍ଭ କରିବ। ଅତୀତରେ ଭାରତ ମୋବାଇଲ ଫୋନ୍ ଆମଦାନୀ କରୁଥିବା ବେଳେ ବର୍ତ୍ତମାନ ଏହାର ଉତ୍ପାଦକ ହୋଇପାରିଛି। ଦେଶରେ ପ୍ରତ୍ୟେକ କ୍ଷେତ୍ରରେ ପୁଞ୍ଜିନିବେଶର ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଦେଶର ଅଭିବୃଦ୍ଧି ସହିତ ଅନ୍ତର୍ଭୁକ୍ତିକରଣ ମଧ୍ୟ କରାଯାଉଛି। ଏଥିସହିତ ବିଶ୍ୱର 5ମ ସର୍ବବୃହତ୍ ଅର୍ଥବ୍ୟବସ୍ଥା ଭାବେ ମଧ୍ୟ ଭାରତକୁ ମାନ୍ୟତା ମିଳିଛି। ବିଶ୍ୱର ଜରୁରୀକାଳୀନ ସ୍ଥିତିରେ ଭାରତର ପାରଦର୍ଶିତା ଉପରେ ଆଲୋଚନା ହେଉଛି। ଏହାଦ୍ୱାରା ସମଗ୍ର ବିଶ୍ୱର ଭାରତ ପ୍ରତି ରହିଥିବା ବିଶ୍ୱାସ ପ୍ରତିଫଳିତ ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି 140 କୋଟି ଭାରତୀୟଙ୍କ ବିଶ୍ୱାସ ହିଁ ସରକାରଙ୍କ ପ୍ରେରଣାର ଉତ୍ସ ହୋଇଥିବା ବେଳେ ଦେଶର ସାମଗ୍ରିକ ବିକାଶ ତଥା ଏକ ବିକଶିତ ଭାରତ ଗଠନ ଲାଗି ଢାଞ୍ଚାଗତ ସଂସ୍କାର କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିଲାଗି ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତର ମନ୍ତ୍ର ତାଙ୍କ ସରକାର ଅନୁସରଣ କରୁଛନ୍ତି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଯୁବବର୍ଗଙ୍କ ଦକ୍ଷତା ଉପରେ ଅଧିକ ଗୁରୁତ୍ୱ ଦେବା ସହିତ କୃତ୍ରିମ ବୁଦ୍ଧିମତ୍ତା ଓ ସେମିକଣ୍ଡକ୍ଟର ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ଭାରତ ଜୋର ଦେଇ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି 2 ଚକିଆ ଯାନ ଓ ଟ୍ରାକ୍ଟର କ୍ଷେତ୍ରରେ ବର୍ତ୍ତମାନ ଭାରତ ବିଶ୍ୱର ସର୍ବବୃହତ୍ ଉତ୍ପାଦନକାରୀ ଏବଂ ଦ୍ୱିତୀୟ ସର୍ବବୃହତ୍ ମୋବାଇଲ ଫୋନ୍ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ମାନ୍ୟତା ପାଇଛି। ଗତ 1 ଦଶନ୍ଧି ଧରି ବିଭିନ୍ନ କ୍ଷେତ୍ରରେ ତାଙ୍କ ସରକାରଙ୍କ ଦ୍ୱାରା ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପର ଏହାର ସୁଫଳ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
हरियाणा विधानसभा लगी आज एकक पर्याय निर्वाचन अनुष्ठित होउछि। 90 आसन विशिष्ट यह विधानसभा लगी भोट ग्रहण प्रक्रिया आज सकाळ 7टार आरंभ होई संध्या 6टा पर्यंत चलिबो। 2 कोटी 3 लक्षरू अधिक भोटर ए निर्वाचन रे प्रतिद्वंदिता करुथिबा 1031 जन प्रार्थी राजनीतिक भाग्य निर्धारण करिवे। ଏହି ପ୍ରାର୍ଥୀଙ୍କ ମଧ୍ୟରୁ 930 ଜଣ ପୁରୁଷ ରହିଥିବା ବେଳେ 101 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଏଥିଲାଗି ରାଜ୍ୟବ୍ୟାପୀ ମୋଟ 20,632ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ନିର୍ବାଚନ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲ କହିଛନ୍ତି, ନିର୍ବାଚନକୁ ମୁକ୍ତ, ଅବାଧ ତଥା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ କରାଯିବ। ଯଦି କୌଣସି ମତଦାତାଙ୍କ ନାମ ଭୋଟର ତାଲିକାରେ ନଥିବ ମାତ୍ର ତାଙ୍କ ପାଖରେ ଭୋଟର ପରିଚୟ ପତ୍ର ନଥିବ, ତେବେ ସେ କ୍ଷେତ୍ରରେ ସମ୍ପୃକ୍ତ ମତଦାତା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍ କାର୍ଡ ଓ ପାସପୋର୍ଟ ଭଳି 12ଟି ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ବ୍ୟବହାର କରିପାରିବେ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆସନ୍ତା 15 ତାରିଖରୁ ଇସଲାମାବାଦଠାରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ଏସସିଓ ସମ୍ମିଳନୀରେ ଯୋଗଦେବେ। 2 ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଡକ୍ଟର ଜୟଶଙ୍କର ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ପ୍ରାୟ 28 ଜଣ ମାଓବାଦୀ ନିହତ ହୋଇଛନ୍ତି। ଏ ସମ୍ପର୍କରେ ଆମ ରାୟପୁର ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ନାରାୟଣପୁର ଜିଲ୍ଲାର ଦକ୍ଷିଣ ଆବୁଜମାଠାରେ ମାଓବାଦୀ ଲୁଚି ରହିଥିବା ଖବର ଗୁଇନ୍ଦା ବିଭାଗ ନିକଟରୁ ପାଇବା ପରେ ଏହି ଜିଲ୍ଲା ସମେତ ଦାନ୍ତେୱାଡ଼ାର କେତେକ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ନିହତ ସମସ୍ତ ମାଓବାଦୀଙ୍କର ମୃତଦେହକୁ ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି। ସେମାନଙ୍କ ନିକଟରୁ AK-47 ସମେତ ବିଭିନ୍ନ ଅତ୍ୟାଧୁନିକ ମାରଣାସ୍ତ୍ର ଜବତ କରାଯାଇଛି। ଗତକାଲି ରାତିରେ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ମାଓବାଦୀଙ୍କର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଭାରତୀୟ ବାୟୁସେନା ଆସନ୍ତା 6 ତାରିଖ ଓ 8 ତାରିଖ ଦିନ ଚେନ୍ନାଇରେ ତା'ର 92ତମ ପ୍ରତିଷ୍ଠା ଦିବସ ପାଳନ କରିବ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଗ୍ରୁପ୍ କ୍ୟାପ୍ଟେନ୍ ସୁପାନଦୀପ ସିଂ କହିଛନ୍ତି, ଏହି ଅବସରରେ ମ୍ୟାରିନା ବିଚ୍ରେ 1 ଘଣ୍ଟା 53 ମିନିଟ୍ ଧରି ଏୟାର ଶୋ ପ୍ରଦର୍ଶିତ ହେବ। ତାମ୍ରମଠାରେ ଥିବା ବାୟୁସେନା ଘାଟିରେ 8 ତାରିଖ ଦିନ ମୁଖ୍ୟ ଉତ୍ସବ ପାଳନ କରାଯିବ। ଏହି ଅବସରରେ ସେଠାରେ ପରେଡ୍ ଓ ଆକାଶମାର୍ଗରେ ବିମାନ ଉଡ଼ାଣ କରାଯିବ। ଏହି ଅବସରରେ ବହୁ ସଂଖ୍ୟାରେ ପରିଦର୍ଶକଙ୍କୁ ସାମିଲ କରାଯାଇ ବାୟୁସେନା ଲିମ୍କା ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ ହେବାକୁ ଲକ୍ଷ୍ୟ ରଖିଥିବା ଶ୍ରୀ ସିଂ କହିଛନ୍ତି। ଇସ୍ରାଏଲର ବିମାନ ଆକ୍ରମଣରେ ତୁଲକାନର ୱେଷ୍ଟବ୍ୟାଙ୍କ ସହରରେ ପ୍ରାୟ 18 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଆକ୍ରମଣ ଦ୍ୱାରା ତୁଲକାନ ସ୍ଥିତ ଏକ ଶରଣାର୍ଥୀ ଶିବିରରେ ଥିବା ବୟସ୍କ ଓ ଶିଶୁଙ୍କର ମୃତ୍ୟୁ ହୋଇଛି। ମିଳିତ ଜାତିସଂଘ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହି ଆକ୍ରମଣକୁ ନିନ୍ଦା କରାଯାଇଛି। ତେବେ ଇସ୍ରାଏଲ ସାମରିକ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ ହମାସର କେତେକ ନେତୃବୃନ୍ଦ ଓ ଅନ୍ୟ ସନ୍ତାସବାଦୀଙ୍କୁ ନିହତ କରିବା ଉଦ୍ଦେଶ୍ୟରେ ଇସ୍ରାଏଲ ବାୟୁସେନା ସିମ୍ବେଟ୍ ସୁରକ୍ଷା ସେବା ସହିତ ଏକ ମିଳିତ ଅପରେସନରେ ତୁଲକାନ ଉପରେ ବିମାନ ଆକ୍ରମଣ କରିଥିଲା। କ୍ରିକେଟ୍ ସାର୍ଜାଠାରେ ଚାଲିଥିବା ଆଇସିସି ନବମ ମହିଳା T20 କ୍ରିକେଟ୍ ବିଶ୍ୱକପ୍ର ଗତକାଲି ରାତିରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡ ନିକଟରୁ 58 ରନ୍ରେ ହାରିଯାଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 160 ରନ୍ କରିଥିଲା। ଦଳ ପକ୍ଷରୁ ସୋଫି ଡିଭାଇନ୍ 36ଟି ବଲ୍ରୁ ସର୍ବାଧିକ 57 ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ରେଣୁକା ସିଂ 2 ୱିକେଟ୍ ଅକ୍ତିଆର କରିଥିଲେ। 161 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତୀୟ ଦଳ 19 ଓଭରରେ 102 ରନ୍ ସଂଗ୍ରହ କରି ଅଲ୍ ଆଉଟ୍ ହୋଇଯାଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ରୋଜମେରୀ ମେୟାର 4ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଆଜି ଏହି ପ୍ରତିଯୋଗିତାର ଗ୍ରୁପ୍ ଏରେ ଭାରତୀୟ ସମୟ ଅପରାହ୍ନ 3:30 ସମୟରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ସେହିଭଳି ଭାରତୀୟ ସମୟ ସନ୍ଧ୍ୟା 7:30ରେ ଗ୍ରୁପ୍ ବିର ଏକ ମ୍ୟାଚ୍ରେ ଇଂଲଣ୍ଡ ବାଂଲାଦେଶକୁ ଭେଟିବ। ଆଜିର 2ଟି ଯାକ ମ୍ୟାଚ୍ ସାର୍ଜାରେ ଖେଳାଯିବ। ଆସନ୍ତାକାଲି ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ର ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ। ୱାସିମଠାରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କୁ ପ୍ରଦାନ କରିବେ 18ତମ କିସ୍ତି। 90 ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନ ଲାଗି ଏକକ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଜାରି ଏବଂ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ 28 ମାଓବାଦୀ ନିହତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।